ଏମିତି କିଛି ମାନେ ଅନେକ ଅଦ୍ରୁବ ମାନେ ଅମାନବୀୟ ଜିନିଷ ଯୋଉଟା କି ଆମ ସମାଜରେ ଚାଲିଛି। ରାଜନୀତି ମାନେ ହେଲେ ତାର ମଞ୍ଜି ମାନେ ରାଜନୀତି ଏ ସବୁ ଜିନିଷକୁ ଆରମ୍ଭ କଲେ। ତାପରେ ଆସିଲେ ନିଶା ଦିଦି, ତାପରେ ଆସିଲେ ସାହୁ ଭାଉଜ ଦିଦି। ମାନେ ସିଏ କଣ କଲେ ନା ଆଙ୍କର ମାନେ ଯୋଉଟା ମଞ୍ଜିଟାକୁ ଗଛ କରିକି ପୁରା ଝାଉଁ ବଣ କରିଦେଲେ ଟୋଟାଲି। ତ ଫ୍ରେଣ୍ଡସ୍, ଆପଣ ତ ଜାଣିଥିବେ ଭଗବାନ ଦୁନିଆରେ ଅନେକ ପ୍ରକାର ଜନ୍ତୁ ଜୀବ ସବୁ ତିଆରି କରୁଛନ୍ତି। ବହୁତ ଜନ୍ତୁ ବହୁତ ଜୀବ ତିଆରି କରୁଛନ୍ତି। ତାହା ଭିତରୁ ମଣିଷ ଏକ ଅନ୍ୟତମ ପ୍ରାଣୀ। କାହିଁକି ସେଇଟା ମୁଁ ଜାଣିନି, ସେଇଟା ମୁଁ ବୁଝିକି ଗୁଲଗୁଲ ମାରିକି ପଛରେ କହିବି। ଯେହେତୁ ମଣିଷ ଏକ ଅନ୍ୟତମ ମାନେ ଟୋଟାଲି ମାନେ ଏକ ଗୋଟେ ପ୍ରକାରର ପ୍ରାଣୀ, ସେ ମଣିଷ ଭିତରୁ କିଛିଟା ପ୍ରାଣୀ ସିଏ ତାଙ୍କ ନିଜ ଆଡୁ ନିଜକୁ ଅଲଗା କରିଦେଲେ, ମାନେ ଭିନ୍ନ କରିଦେଲେ। ମାନେ ମୁଁ ଗୋଟେ ମଣିଷ, ସିଏ ଗୋଟେ ମଣିଷ, ସେମିତି ଆମେ ସବୁ ମଣିଷ ଗୋଟେ ପ୍ରକାର ପ୍ରାଣୀ। କିନ୍ତୁ କିଛି ମଣିଷ ଏମିତି ସିଏ କୁହନ୍ତି ଆମେ ପ୍ରାଣୀ ହିଁ ନୁହଁ, ମାନେ ଆମେ ହଉଛୁ ଗୋଟେ ଅଲଗା ପ୍ରକାର ଜୀବ। ମାନେ ଏମିତି ଜୀବ ମାନେ ଆମର ଜୀବ ହିଁ ନାହିଁ। ମାନେ କଣ ମାନେ ସେଇଟା ମୁଁ ବି ବୁଝିପାରୁନି। ଆପଣମାନେ ଯଦି ବୁଝିବାକୁ ଚାହୁଁଛନ୍ତି ଲାଇକ୍ କରିକି ଚ୍ୟାନେଲକୁ ସେୟାର କରିକି ସବସ୍କ୍ରାଇବ ମାରନ୍ତୁ। ରାନୀ ଦିଦି ପୁରା ସମସ୍ତଙ୍କୁ ଡରେଇ ଦଉଛନ୍ତି ଆଉ। ମାନେ ରାନୀ ଦିଦିଙ୍କ ଖୋପଟା ଦେଖ, ମାନେ ରାନୀ ଦିଦିଙ୍କୁ ଲୋକଙ୍କର ଡର, ସେ ପୁରା ଏମିତି ମୁଣ୍ଡରେ ହାତ ଥୋଇକି ଲୋକଙ୍କୁ ଡରେଇ ଦଉଛନ୍ତି। ମାନେ ରାନୀ ଦିଦି ହେଲେ ଆମର ସବୁଠୁ ମାନେ ଭୟାନକ ଖତରନାକ। ମାନେ ମୁଁ କଣ ହିଁ କହିବି, କଣ ହିଁ ରାନୀ ଦିଦିଙ୍କ ପାଇଁ ଶବ୍ଦ କହିବି, ମୋ ପାଖରେ କିଛି ନାହିଁ। ଯଦି ଆପଣ ମାନେ ଚାହୁଁଛନ୍ତି ମୁଁ କିଛି କୁହେ, କିଛି ବକ୍ତବ୍ୟ ଆସି ଝାଡ଼େ, ତାହେଲେ ମୋ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ କେମିତି ଲାଗିଲା କମେଣ୍ଟରେ ଟିକେ ପୁଁ କିନା ଜଣାନ୍ତୁ। ସ୍ୱାମୀ ମଲା ପରେ ଆପଣ ଧଳା ଶାଢ଼ୀ ବଦଳରେ ତ ସେଇ କିଛିଟା ଜୀବ ଭିତରୁ ଆମ ରାନୀ ଦିଦି ହେଲେ ଅନ୍ୟତମ। ମାନେ ଆଇ ମିନ୍ ଟୁ ସେ ଦ୍ୟାଟ୍ ରାନୀ ଦିଦି ହେଲେ ମାନେ ଗୋଟେ ଏମିତି ଗୋଟେ ମୋଟିଭେସନ୍, ଏମିତି ଗୋଟେ ଆମ ପାଇଁକି ମାନେ ପ୍ରେରଣା, ଏମିତି ଆମ ପାଇଁକି ଗୋଟେ ମାନେ ଉଦ୍ଗର୍ଷ। ମାନେ କଣ ମୋ ପାଖରେ ଆଉ ମାନେ ଓଡ଼ିଆ ଭାଷାର ଶବ୍ଦ ହିଁ ନାହିଁ। ମୁଁ ଆପଣଙ୍କୁ କଣ କହିବି, ମୋ ପାଖରେ ଶବ୍ଦ ନାହିଁ। ମାନେ ସିଏ ହେଲେ ଆମ ପାଇଁ ଏତେ ବଡ଼ ମୋଟିଭେସନ୍। ମାନେ ନାରୀ ସେ ରକେଟ ଚଢୁଛନ୍ତି, ନାରୀ କ୍ରିକେଟ ଖେଳୁଛନ୍ତି, ରାନୀ ଦିଦି ଆମର ମାନେ ଯାତ୍ରା ଇଣ୍ଡଷ୍ଟ୍ରିକୁ ଉପରକୁ ନଉଛନ୍ତି। ଯାତ୍ରାକୁ କେହି ଜାଣିନଥିଲେ, ରାନୀ ଦିଦି ଯଦି ଇଣ୍ଡଷ୍ଟ୍ରିକୁ ଆସିନଥାନ୍ତେ ଯାତ୍ରାକୁ କେହି ଜାଣିପାରିଥାନ୍ତେ? ମାନେ ସିଏ ଆସିଲା ମାନେ ଟୋଟାଲି ତାଙ୍କର ଭୟ ଭର ଖୋପ ଟୋଟାଲି ମାନେ ଦବଦବା ବନେଇକି ରଖିଦେଲେ ଇଣ୍ଡଷ୍ଟ୍ରିରେ। ଆଉ ତାଙ୍କୁ ଛୋଟ ଭାବୁଛୁ ନା? ये क्या है? ତ ରାନୀ ଦିଦି ମାନେ ସିଏ ହଉଛନ୍ତି ଆମ ପାଇଁ ଏତେ ବଡ଼ ଇନ୍ସପିରେସନ୍, ଏତେ ବଡ଼ ମୋଟିଭେସନ୍, ଏତେ ବଡ଼ ମାନେ ମୁଁ କିଛି ନ କରେ ମାନେ କିଛି କରେ କି ନ କରେ ଫ୍ୟୁଚରରେ କ'ଣ ଜବ୍ କରିବି ନା ରାନୀ ଦିଦିଙ୍କ ମାନେ ଜବ୍ଟାକୁ ମାନେ ଆମେ ତାଙ୍କ ସାଙ୍ଗରେ କାମ କରିବାକୁ ଆମ ଜୀବନର ଉତ୍କର୍ଷ। ମିଷ୍ଟର ଗୁଲା ବି ତାଙ୍କ ସାଙ୍ଗରେ କାମ କରିସାରିଲେଣି। ମିଷ୍ଟର ଗୁଲାଙ୍କ ଜୀବନରେ କେତେ କେସ୍ ଚାଲିଛି, ମୋ ବର୍ଷା ଏଠି ଛାଡ଼ିକି ଗଲେ, ଇଏ ଛାଡ଼ିଗଲା, ସିଏ ଛାଡ଼ିଗଲା, ନା ସେଗୁଡ଼ା କିଛି ନୁହଁ। ସିଏ କ'ଣ କହିଲେ ମୁଁ ରାନୀ ଦିଦିଙ୍କ ସାଙ୍ଗରେ ଗୋଟେ ଭିଡ଼ିଓ କରିଦେବି, ଟୋଟାଲି ମୋ କ୍ୟାରିୟର ସେଟ୍, ତାପରେ ଭିଡ଼ିଓ ଟୋଟାଲି ଭାଇରାଲ, ସବୁ ଭିଡ଼ିଓ 15 ଲକ୍ଷ 20 ଲକ୍ଷ 25 ଲକ୍ଷ ଭ୍ୟୁ ଯିବ। ତ ଏଇଟା ହେଉଛି ମାଇଣ୍ଡ ସେଟ୍। ମାନେ ଆମ ଲୋକମାନଙ୍କର ମାନେ ଆମେ କେମିତି ଭାଇରାଲ ହବା ସେଇଟା ମାଇଣ୍ଡ ସେଟ୍। ମୁଁ ବି ଯେମିତି ଏବେ ରାନୀ ଦିଦିଙ୍କ ଉପରେ ଭିଡ଼ିଓ ବନାଉଛି, ଏଇଟା ମୋ ମାଇଣ୍ଡ ସେଟ୍। କାହିଁକିନା ମୋର ଭ୍ୟୁଜ୍ ଦରକାର, ଏଇଟା ଅବଭିୟସ୍ କଥା, ସତ କଥା। ମୁଁ ମିଛ କ'ଣ ପାଇଁ କହିବି? ମୋର ଭ୍ୟୁଜ୍ ଦରକାର ନେଇ, ମୋ ୟୁଟ୍ୟୁବକୁ ପଇସା କମେଇବାକୁ ଆସିନି, ମୋର ସେଗୁଡ଼ାକ ନାହିଁ, ମୋର ଦରକାର ନାହିଁ। ମୋର ସେଇଗୁଡ଼ାକ ହିଁ ଦରକାର, ସେଥିପାଇଁ ମୁଁ ଭିଡ଼ିଓ ବନାଉଛି। ଯୋଉଟା ସତ କଥା, ଯୋଉଟା ଫ୍ୟାକ୍ଟ, ସେଇଟା ହିଁ। कैसा लगा मेरा मजाक? ତ ଏମିତି କିଛି ମାନେ ଅନେକ ଅଦ୍ରୁବ ମାନେ ଅମାନବୀୟ ଜିନିଷ ଯୋଉଟା କି ଆମ ସମାଜରେ ଚାଲିଛି। ରାନୀ ଦିଦି ମାନେ ହେଲେ ତାର ମଞ୍ଜି, ମାନେ ରାନୀ ଦିଦି ଏ ସବୁ ଜିନିଷକୁ ଆରମ୍ଭ କଲେ। ତାପରେ ଆସିଲେ ନିଶା ଦିଦି, ତାପରେ ଆସିଲେ ସାହୁ ଭାଉଜ ଦିଦି। ମାନେ ସିଏ କ'ଣ କଲେ ନା ଆଙ୍କର ମାନେ ଯୋଉଟା ମଞ୍ଜିଟାକୁ
ଗଛ କରିକି ପୁରା ଝାଉଁ ବଣ କରିଦେଲେ ଟୋଟାଲି। ମାନେ ଏମିତି 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 ବଢେଇ ଚାଲିଛନ୍ତି। ମାନେ ମୁଁ ଆଉ ଆପଣ ମାନଙ୍କୁ କଣ କହିବି, ମାନେ ମୋ ପାଖରେ ମାନେ ଶବ୍ଦର ଭଣ୍ଡାରରୁ, ଶବ୍ଦକୋଷରୁ ଶବ୍ଦ ସରିଗଲାଣି। ମୁଁ 2-4 କିଲୋ ଶବ୍ଦ ପଠେଇଛି ବାଙ୍ଗାଲୋରରୁ, ଆମ ଏଠି ଭଡ଼ାରେ ଆସିବ ବେଙ୍ଗଲୁରୁ। म्यूजिक। ତ ଆପଣମାନେ ଭାବୁଥିବେ କଣ ଇଏ ସପ୍ତାହ ଥରେ ଆସିକି ମୁହଁ ଦେଖେଇ ଦେଉଛି, କେତେବେଳେ ପଛ କଳା କରିଦେଉଛି, କେତେବେଳେ ପଛ ଧଳା କରିଦେଉଛି, କେତେବେଳେ ପଛ କବାଟ ଦେଖେଇ ଦେଉଛି। ହଁ, ସବୁବେଳେ ବ୍ୟାକଗ୍ରାଉଣ୍ଡ ଚେଞ୍ଜ। କ'ଣ କରିବା କହିଲେ, ମୋ ରୁମ୍ ତ ସେମିତି ଛୋଟିଆଟେ, କେତେବେଳେ ଏପଟେ ଭିଡ଼ିଓ କରୁଛି ତ କେତେବେଳେ ସେପଟେ ଭିଡ଼ିଓ କରୁଛି। ତ ସେସବୁ ମ୍ୟାଟର କରେନି, ଆମର ମ୍ୟାଟର କରେ ରାନୀ ଦିଦିଙ୍କ ଟପିକ୍। କାହିଁକିନା ଆମେ କଥା ହିଁ ହେବାକୁ ଯାଉଛେ ରାନୀ ଦିଦିଙ୍କ ଉପରେ। ରାନୀ ଦିଦି ହେଲା ଆମର ସବୁଠୁ ନିର୍ମଳ କୋମଳ ମହିଳା। ଗରିୟସୀ ମାନେ ମୁଁ ପାଟିକି ଖନି ମାରିଯାଉଛି, ଆପଣମାନେ ଜାଣିପାରୁଥିବେ। बड़ा हरामी हो बेटा। ମାନେ ତାଙ୍କ ପାଇଁ ଯେତେବେଳେ ଭିଡ଼ିଓ ବନେଇବାକୁ ଚାହିଁଲି, ମାନେ ମୁଁ ଭାବିଲି ମାନେ ସେଇ ଦିନଠୁ ତ ମୋର ଡେଭଲପମେଣ୍ଟ ଆରମ୍ଭ ହେଲା। ମନେକର ଆଜି ଭିଡ଼ିଓ ବନେଇଲି, କାଢ଼ିକି ଏଡିଟିଂ କରି ପରଦିନକୁ ପୋଷ୍ଟ କରିବି, ମୋର ପରଦିନଠୁ ମୋ ଗ୍ରୋଥ, ମୋ ଡେଭଲପମେଣ୍ଟ ସବୁ ପରଦିନଠୁ ଆରମ୍ଭ ହେଉଛି। ହଁ, ଏଇଟା ସତ, ଆପଣମାନଙ୍କର ବିଶ୍ୱାସ ହବନି। खत्म। बाय बाय, टाटा, गुड बाय, गया। ତ ଯେତେବେଳେ ଭିଡ଼ିଓ ବନେଇବା ପାଇଁ ମୋ ପାଖରେ କିଛି ବି ନଥାଏ, ମାନେ କିଛି ବି ନାହିଁ, ମୁଁ ସେତେବେଳେ କ'ଣ କରିବି, ରାନୀ ଦିଦିଙ୍କ ଉପରେ ଗୋଟେ ଭିଡ଼ିଓ ବନେଇଦେବି। ମାନେ କିଛି ନ ହଉ, ତାଙ୍କ ନାଁ ଖାଲି ମୁଁ ଧରିଦେଲି, ମୋ ଭିଡ଼ିଓ ଭାଇରାଲ, ରାତାରାତି 1 ମିଲିୟନ। बात तो सही है। ଟୋଟାଲି ସଇଲା। କାଲି ସକାଳୁ ଚ୍ୟାନେଲ ମଲ୍ଟାଇଛି, ଆଉ ଆଡସେନ୍ସ ବାଲା ଆସି ଘରେ, ଆଉ କ'ଣ। ଇଟ୍ ଇଜ ଦ ଫ୍ୟାକ୍ଟ। ଏଇଟା ସମସ୍ତେ ବୁଝିବା ଦରକାର। ମୁଁ ଯୋଉଟା ମୁଣ୍ଡରେ ଚକ୍ରାନ୍ତ କରିକି ବୁଝେଇ ସାରିଲିଣି। ମାନେ ସିଏ ଏତେ ବଡ଼ ଗୋଟେ ଲୋକ, ଏତେ ବଡ଼ ସେଲିବ୍ରିଟି, ଏତେ ବଡ଼ ଆମ ଦେଶର କ୍ରିଏଟର, ଗୋଟେ ଏତେ ବଡ଼ ଯାତ୍ରା ଆର୍ଟିଷ୍ଟ, ତାଙ୍କ ପାଇଁ କି ସମ୍ମାନ ହିଁ ସମ୍ମାନ ଖାଲି ମୋ ମନରେ ଉଦ୍ଗଳିତ ହେଇଯାଉଛି, ଯୋଉଟା ଆପଣ ବି ଜାଣିପାରୁଥିବେ। यहाँ पे क्या हो रहा है भाई? यहाँ पे क्या हो रहा भाई? ये कहाँ फंस गया भाई मैं? ଯେ ନାଳୁଆ ଭଡୁଆ ଡାଇଆ ହେଇଥିବ, ନାଳ ଅଂଶ ପ୍ରବଳ ଥିବ, ତାଙ୍କର ଆଉ କିଛି କାମ ଧନ୍ଦା ନାହିଁ, ବଡ ଘଇତା କରିବା, ବଡ ମାଇକିନା କରି ରଖିବା, ପଇସା ଅଛି ଉଡେଇବା। ତ ରାନୀ ଦିଦିଙ୍କ ବିଷୟରେ ଆଉ କ'ଣ କହିବି, ମାନେ କହି ମୋ ପାଟି ପିନ୍ଧିଲାଣି। କିନ୍ତୁ ତାଙ୍କ ପାଇଁ ମାନେ କହିକି ଶବ୍ଦ ବି ସରିବନି ମୋ ଶବ୍ଦକୋଷରୁ। ସିଏ ଗୋଟେ ଏତେ ବଡ଼ ଇନଫ୍ଲୁଏନ୍ସର, ଏତେ ବଡ଼ ଆର୍ଟିଷ୍ଟ, ଏତେ ବଡ଼ ଯାତ୍ରା କ୍ରିଏଟର, ମାନେ ତାଙ୍କର ମାନେ ବହୁତ ଫ୍ୟାନ୍ ବେସ୍। ମାନେ ମୁଁ ତ ଚାହୁଁଛି ତାଙ୍କର କିଛି ଫ୍ୟାନ୍ ମୋତେ ଫଲୋ କରନ୍ତୁ, ମୋ ଭିଡ଼ିଓକୁ ଦେଖନ୍ତୁ, ମୋତେ ଟିକେ ଦେଖନ୍ତୁ, ମାନେ ମୋ ଚ୍ୟାନେଲ ବି ଟିକେ ଗ୍ରୋଥ୍ ହଉ। ତ ସାଲ୍ୟୁଟ୍ ଟୁ ରାନୀ ଦିଦି। ମାନେ ତମେ ଏମିତି କାମ କର, ଆମ ଦେଶ ଉପରକୁ ବଢି ଚାଲିଛି। ଆଉ ତମେ ଯଦି ବସି ପଡିବ, ଆମ ଦେଶର ଜିଡିପି ଧୁମ୍ କିନା ଗଳି ପଡିବ ସେଇଠି। ତମେ କାମ କର, ଆମ ଦେଶର ଜିଡିପି ଉଠି ଚାଲିବ। ଆଉ ତମେ ଜମା ରୁହ ନାହିଁ, ତମେ ଚଲେଇ ଚାଲ, କାମ ଚଲେଇ ଚାଲ, ଆମେ ତମ ପଛରେ ଅଛୁ, ତମ କାମକୁ ଆମେ ଦେଖିବୁ। ଠିକ। ऐसा मत करो मेरी जान, लाइफ में कुछ अच्छा करो। ତ ଇଏ ତ ଥିଲା ମଜାମସ୍ତିର କଥା। ଆକ୍ଚୁଆଲି ରାନୀ ଦିଦିଙ୍କ ପାଇଁ ମୋର ବହୁତ ରେସ୍ପେକ୍ଟ ଅଛି। ରାନୀ ଦିଦିଙ୍କୁ ମୁଁ ତାଙ୍କର ସାନ ଭାଇ। ଦିଦି, ଯଦି ମୁଁ କିଛି ବି ଭିଡ଼ିଓରେ ଭୁଲ କଥା କହିଛି, ମୋତେ ସାନ ଭାଇ ଭାବି କ୍ଷମା କରିଦେବ। ବାସ୍ ଜଷ୍ଟ ଭିଡ଼ିଓ କମେଡି ପାଇଁ, ଫନ୍ ପାଇଁ କି କିଛି ବି ଦେହକୁ ନବନି, ପୁରା ମଜାକରେ ଭିଡ଼ିଓକୁ ନବ, କିଛି ବି ଭାବିବାର ନାହିଁ। मस्त जोक मारा रे। ଭିଡ଼ିଓ କେମିତି ଲାଗିଲା ସମସ୍ତେ କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ, କାହିଁକିନା ମୋ ମାଇକ୍ରେ ଟିକେ ପ୍ରୋବ୍ଲେମ୍ ଚାଲିଛି, ଯଦି ଭଏସ୍ ଟିକେ ଲୋ ହେଉଥିବ ସୋ ପ୍ଲିଜ୍ କ୍ଷମା କରିଦେବେ ଟିକେ। ଭିଡ଼ିଓ ଆଣିବାକୁ ଟିକେ ଲେଟ୍ ହେଉଛି, କାହିଁକିନା ମୁଁ ଟିକେ ଅଲଗା କାମରେ ବ୍ୟସ୍ତ ରହିଯାଉଛି। ଯଦି ଭିଡ଼ିଓ ଭଲ ଲାଗୁଛି, ଆପଣମାନେ ମୋତେ କମେଣ୍ଟ କରି ଜଣାନ୍ତୁ। ମୁଁ ଇନଷ୍ଟା ଆଇଡି ବି ଦେଇଛି, ଡିଏମ୍ କରନ୍ତୁ ମୋତେ। और वो जो लाल वाला बटन है उस पे भूकंप लेके आओ या फिर भूचाल, मुझे नहीं पता, बस क्लिक हो जाना चाहिए। ମୁଁ ନୂଆ ଭିଡ଼ିଓ ବନେଇବି। ଭିଡ଼ିଓ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣେଇବେ, ସମସ୍ତଙ୍କ ପାଖକୁ ପଠେଇବେ, ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ଆଉ ଗୋଟେ ନୂଆ ଭିଡ଼ିଓରେ ପୁଣି ଦେଖା ହେବା। ଟିଲ୍ ଦେନ୍ ଟାଟା ଟାଟା ବାଇ ବାଇ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।